ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ଚଳିତ ସପ୍ତାହରେ ମିଳିବା ଯାଉଛି ସୁଭଦ୍ରା ଯୋଜନାର ଟଙ୍କା। 4,57,681 ମହିଳା ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମାଧ୍ୟମରେ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯିବ। ପ୍ରାୟ 250 କୋଟି ଟଙ୍କା ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ହିତାଧିକାରୀମାନେ କହିଛନ୍ତି। ସୁଭଦ୍ରା ଯୋଜନା କେଉଁମାନେ ପାଇବେ? ଦେଖନ୍ତୁ, 4,57,661 ମହିଳା ପାଇବେ। ସେଇ 4,57,681 ମହିଳା କେଉଁମାନେ ହେଉଛନ୍ତି? ଦେଖନ୍ତୁ, ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ, କୌଣସି କାରଣରୁ ତାଙ୍କର ଜମି ପାଇଁ ନାଁ କଟି ଯାଇଥିଲା, କାହାର ରାସନ କାର୍ଡ଼ ନଥିଲା, ସେଇ ଲୋକମାନଙ୍କୁ ଯେଉଁମାନେ ଯୋଗ୍ୟ ହେଇଛନ୍ତି ସେଇମାନଙ୍କୁ ଦିଆଯିବ। ଆଉ ଯେଉଁମାନେ ପୂର୍ବରୁ ଆବେଦନ କରିନଥିଲେ, ଏବେ ଆବେଦନ କରିଛନ୍ତି ଆଉ ଯୋଗ୍ୟ ହେଇଛନ୍ତି, ସେଇମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଭାତୀ ପରିଡ଼ା ମ୍ୟାଡ଼ାମ କହିଛନ୍ତି। ଏହି ସପ୍ତାହରେ ଏକାଥରକେ 2ଟି କିସ୍ତି ପାଇବେ 10,000 ଟଙ୍କା। ଆଉ ପୂର୍ବରୁ ଯେଉଁମାନେ ବି ଗୋଟିଏ କିସ୍ତି ପାଇଛନ୍ତି ସେଇମାନଙ୍କୁ ବି ପ୍ରଦାନ କରାଯିବ ବୋଲି, ଯେଉଁମାନେ ଗୋଟିଏ କିସ୍ତି କୌଣସି କାରଣରୁ ପାଇନଥିଲେ ସେଇମାନଙ୍କୁ ବି ଦିଆଯିବ ବୋଲି ପ୍ରଭାତୀ ପରିଡ଼ା ମ୍ୟାଡ଼ାମ କହିଛନ୍ତି। 10,000 ଟଙ୍କା ପାଇବେ। ଯେଉଁମାନେ ଗୋଟିଏ କିସ୍ତି ପାଇଛନ୍ତି ସେଇମାନେ ବି 10,000 ପାଇବେ। ଆଉ ଯେଉଁମାନେ 2ଟି କିସ୍ତି ପାଇଛନ୍ତି ଗୋଟିଏ କିସ୍ତି ପାଇବେ। ଆଉ ଯେଉଁମାନେ ଟୋଟାଲି ପାଇନାହାନ୍ତି ସେଇମାନଙ୍କୁ 10,000 ଟଙ୍କା ଦିଆଯିବ ବୋଲି ପ୍ରଭାତୀ ପରିଡ଼ା ମ୍ୟାଡ଼ାମ କହିଛନ୍ତି। ଏହି ସପ୍ତାହରେ ଓଡ଼ିଶା 4,57,000 ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଅଧୀନରେ 250 କୋଟି ଟଙ୍କା ଋଣ କରିବ। 1,78,00,000 ନୂତନ ହିତାଧିକାରୀ ପ୍ରଥମ କିସ୍ତି ପାଇବେ। ପୂର୍ବରୁ ବାଦ୍ ପଡ଼ିଥିବା 2,55,000 ହିତାଧିକାରୀ ଉଭୟ କିସ୍ତି ପାଇବେ। ସୁଭଦ୍ରା ଯୋଜନା ଅଧୀନରେ ଆର୍ଥିକ ସହାୟତା। ଏହି ସପ୍ତାହରେ ସାରା ଓଡ଼ିଶାରେ 4,57,681 ମହିଳା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ବୋଲି ରାଜ୍ୟ ସରକାର 250 କୋଟି ଟଙ୍କା ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ହିତାଧିକାରୀମାନେ କହିଛନ୍ତି।